ପିଲାଏ, ଆଜି ମୁଁ ତୁମମାନଙ୍କୁ ଏକ ସୁନ୍ଦର କବିତା ପଢ଼ାଇବାକୁ ଯାଉଛି। କବିତାଟିର ନାମ ହେଉଛି କାହା ମୁଖ ଅନାଇ ବଞ୍ଚିବି। କବି ଭକ୍ତଚରଣ ଦାସ, ଯିଏକି 18 ଶତାବ୍ଦୀ ମସିହାରେ ଖୋର୍ଦ୍ଧା ଜିଲ୍ଲାର ରାଜସୁନାଖଳା ନିକଟବର୍ତ୍ତୀ ସାନପଦର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାଲ୍ୟ ନାମ ଥିଲା ବୈରାଗୀଚରଣ ପଟ୍ଟନାୟକ। ସେ ବୈଷ୍ଣବ ଦୀକ୍ଷା ଗ୍ରହଣ କରିବା ପରେ ଭକ୍ତଚରଣ ଦାସ ନାମରେ ପରିଚିତ ହେଲେ। ରୀତି ଯୁଗର ପ୍ରସିଦ୍ଧ କବିମାନଙ୍କ ମଧ୍ୟରେ ସେ ଥିଲେ ଜଣେ ଅନ୍ୟତମ। ସେ ଜଣେ ଭକ୍ତିଭାବନ କବି ଥିଲେ। ସରଳ ପ୍ରାଞ୍ଜଳ ଅଭିବ୍ୟକ୍ତି ହିଁ ତାଙ୍କ ରଚନାବଳୀର ବୈଶିଷ୍ଟ୍ୟ ଅଟେ। ତାଙ୍କ ସୃଷ୍ଟି ସମ୍ଭାର ବା କୃତିଗୁଡ଼ିକ ମଧ୍ୟରେ ମନବୋଧ ଚଉତିଶା, କଳାକଳେବର ଚଉତିଶା, ଗୋପମଙ୍ଗଳ, ମନୋହ ଶିକ୍ଷା, ମଥୁରା ମଙ୍ଗଳ ଇତ୍ୟାଦି ଉଲ୍ଲେଖନୀୟ। ଏହି କବିତାଟି କବିଙ୍କ ମଥୁରା ମଙ୍ଗଳର ଷଷ୍ଠ ଛାନ୍ଦରୁ ସଂଗୃହୀତ ହୋଇଛି। ଷଷ୍ଠ ଛାନ୍ଦଟିର 20ଟି ପଦ ମଧ୍ୟରୁ ପ୍ରଥମ 8ଟି ପଦ ଏଥିରେ ଗ୍ରହଣ କରାଯାଇ କାହା ମୁଖ ଅନେଇ ବଞ୍ଚିବି କବିତାର ନାମକରଣ କରାଯାଇଛି। ଶ୍ରୀକୃଷ୍ଣ କଂସର ଧନୁ ଉତ୍ସବ ଦେଖିବାକୁ ମଥୁରାକୁ ଯିବାବେଳେ ଯଶୋଦାଙ୍କ ମାତୃହୃଦୟ ଆଶଙ୍କାରେ ବ୍ୟାକୁଳ ହୋଇ ଉଠିଛି। ପଠିତ କବିତାରେ ମାତୃହୃଦୟର ଗଭୀର ବାତ୍ସଲ୍ୟ ମମତା ଜୀବନ୍ତ ଭାବରେ କବି ଭକ୍ତଚରଣ ଦାସ ବର୍ଣ୍ଣନା କରିଛନ୍ତି। କବି ଭକ୍ତଚରଣ ଦାସ ମଥୁରା ମଙ୍ଗଳ କାବ୍ୟରେ ମା ଯଶୋଦାଙ୍କର କୃଷ୍ଣଙ୍କ ପ୍ରତି ଥିବା ଅସାମାନ୍ୟ ବାତ୍ସଲ୍ୟ ମମତାକୁ ବର୍ଣ୍ଣନା କରିଛନ୍ତି। କୃଷ୍ଣ ତାଙ୍କର ଏକୋଇରବଳା ବିଶିକାସନ ଥିଲା। କୃଷ୍ଣ ମଥୁରାପୁରକୁ ଗଲେ ତାଙ୍କ ବିହୁନେ ମା ଯଶୋଦାଙ୍କୁ 10 ଦିଗ ଶୂନ୍ୟ ହୋଇଯିବ। ସେ ଦିନରାତି ଝୁରି ହେବେ। ଜଳହୀନ ମାଛ, ରାଜାହୀନ ଗ୍ରାମ ଓ ଦେଶର ଅବସ୍ଥା ଯାହା ହୁଏ ତାଙ୍କର ଅବସ୍ଥା ସେହିଭଳି ହେବ ବୋଲି ସେ କୃଷ୍ଣଙ୍କୁ ପରୋକ୍ଷରେ ଜଣାଇଛନ୍ତି। କୃଷ୍ଣ ମଥୁରାକୁ ଗଲେ ଯଶୋଦା ନିଶ୍ଚୟ ମରିଯିବେ ବୋଲି କହିଛନ୍ତି। କାରଣ ସେ କାହା ଶରୀରରେ ଚନ୍ଦନ, ଅଗୁର, କୁସୁମ, କସ୍ତୁରୀର ପ୍ରଲେପ ଦେବେ, କିଏ ନିଦ୍ରାରେ ଘାରି ହେବ, ସେ କାହାକୁ ଅଞ୍ଜନ ଲଗାଇ ଦେବେ, କାହାକୁ ବସ୍ତ୍ର ପକାଇ ଶୁଆଇବେ, ପିତାକୁ କିଏ ଚନ୍ଦ୍ର ମାଗିବ, ଏହିସବୁ କଥାକୁ ସ୍ମରଣ କରି ସେ ମରିଯିବେ ବୋଲି କୃଷ୍ଣଙ୍କୁ କହିଛନ୍ତି। କୃଷ୍ଣ ମଥୁରା ଗଲେ ମା କାହାର କେଶ ବାନ୍ଧିବେ, କାହାକୁ କୁସୁମରେ ବେଶ କରିବେ, କାହା ମଥାରେ ଚିତା ଦେବେ, କାହା କାନରେ ଝୁଲାଇ ଦେବେ କୁଣ୍ଡଳ, କାହା ଦେହରୁ ଧୂଳି ଜାଳିଦେବେ, କାହା କଥା ଭାବିବେ ବୋଲି ପଚାରିଛନ୍ତି କୃଷ୍ଣଙ୍କୁ। କାରଣ କ୍ଷଣକ ପାଇଁ ଯଶୋଦା କୃଷ୍ଣଙ୍କ ବିଚ୍ଛେଦ ସହ୍ୟ କରିପାରନ୍ତି ନାହିଁ। ଯଦି ସତରେ କୃଷ୍ଣ ମଥୁରାକୁ ଚାଲିଯାଆନ୍ତି ତେବେ କାହାକୁ ସମର୍ପିବେ ବୋଲି ଯଶୋଦା ପଚାରିଛନ୍ତି। କୃଷ୍ଣଙ୍କର ଏପରି ବିଚ୍ଛେଦ ହୁଏ ତେବେ ଯଶୋଦା ଗଣ୍ଡ ଜଳରେ ଜୀବନ ହାରିଦେବେ ବୋଲି କହିଛନ୍ତି। ଯଶୋଦା କୃଷ୍ଣକୁ ଅମୃତ ତୁଲ୍ୟ ଖାଦ୍ୟ ଯଥା ସର, ଲବଣୀ, ପାଚିଲା କଦଳୀ ଖାଦ୍ୟ ଦେଉଥାନ୍ତି ଖାଇବାକୁ। କୃଷ୍ଣ ଏସବୁକୁ ଥୁ ଥୁ କରି କାଢ଼ି ଦିଅନ୍ତି। ଆଉ ରାଗିଗଲେ ପାକ ହାଣ୍ଡି ବା ରନ୍ଧା ହାଣ୍ଡିକୁ ଭାଙ୍ଗି ଦିଅନ୍ତି। ଏସବୁ କଥା ମା ମନେ ପକାଇ ଶୋଚନା କରିଛନ୍ତି। କୃଷ୍ଣ ପିଲାବେଳେ ବିଭିନ୍ନ ଛାଇମାନଙ୍କୁ ଦେଖି ଭୟରେ ମା ପଣତ କାନିରେ ଆସି ମୁହଁ ଲୁଚାନ୍ତି। ସେ କଂସପୁରକୁ ଗଲେ କେମିତି ସେଠାରେ ରହିବେ, କାହାକୁ ମା ମା ବୋଲି ଡାକିବେ,
କିଏ ତାଙ୍କର ସାହା ହେବ ଏକଥାକୁ ମନେ ପକାଇ ଯଶୋଦା ଭାବୁଛନ୍ତି।